ଆପଣମାନଙ୍କ ମଧ୍ୟରୁ ଯଦି କେହି ମଧ୍ୟ ନିଜର ଲଭ୍ ଲାଇଫକୁ ନେଇକରି ଚିନ୍ତିତ ଅବସ୍ଥାରେ ଅଛନ୍ତି, ତାଙ୍କ ସହ ଆପଣଙ୍କର ସମ୍ପର୍କ ସ୍ଥାପନ ପାଇଁ ଅନେକ ବାର ପ୍ରୟାସରତ ଅଛନ୍ତି, ମାତ୍ର ସମ୍ପର୍କ ସ୍ଥାପନ ହୋଇପାରୁନାହିଁ, ଅଥବା ପୁରାତନ ପ୍ରେମମୟ ସମ୍ପର୍କ ଭାଙ୍ଗି ରୁଜିକରି ବ୍ରେକଅପ୍ ସମସ୍ୟାରେ ପରିଣତ ହୋଇଛି। ଯେତେ ଚେଷ୍ଟା କଲା ପରେ ମଧ୍ୟ ତାଙ୍କଠାରୁ କଲ୍ ଆସୁନି କି ମେସେଜ ଆସୁନି। ତେବେ ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଯେଉଁ ଉପାୟଟିକୁ ସେୟାର କରୁଛି, ଥରେ ମାତ୍ର ପ୍ରୟୋଗ କରିକି ଦେଖନ୍ତୁ। ଯେଭଳି ମଧ୍ୟ ବ୍ରେକଅପ୍ ସମସ୍ୟା ହେଇଥାଉ, ଯେତେ ବଡ଼ ମନମାଳିନ୍ୟ ହୋଇଥାଉ, ସେ ନିମିଷକ ମଧ୍ୟରେ ଆପଣଙ୍କୁ କଲ୍ ବ୍ୟାକ୍ କିମ୍ବା ମେସେଜ କରିବେ। ଆଉ ନୂତନ ଭାବେ ରିଲେସନସିପ୍ ଚାହୁଁଥିଲେ କୌଣସି ନାରୀ ପୁରୁଷଙ୍କ ସହ ତାହା ତୁରନ୍ତ ସଂଘଟିତ ହେବ। ତେବେ ଏହି ବହୁ ପରୀକ୍ଷିତ ଶକ୍ତିଶାଳୀ ବଶୀକରଣ ପ୍ରୟୋଗ ବିଧିଟିକୁ ଆପଣମାନଙ୍କ ସହ ସେୟାର କରିବା ପୂର୍ବରୁ କ୍ଷୁଦ୍ର ନିବେଦନ, ଯଦି ଆପଣ ଆଜି ପ୍ରଥମବାର କରିକି ଚ୍ୟାନେଲରେ ପାଦ ଦେଇଛନ୍ତି ଏବଂ ଏଇଭଳି କଣ୍ଟେଣ୍ଟରେ ଆପଣଙ୍କ ରୁଚି ରହୁଛି, ତେବେ ଚ୍ୟାନେଲ କଡ଼ରେ ଥିବା ଲାଲ କଲରର ସବସ୍କ୍ରାଇବ ବଟନକୁ କ୍ଲିକ୍ କରି ବେଲ୍ ଆଇକନକୁ କ୍ଲିକ୍ କରି ଏବଂ ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ନିଅନ୍ତୁ। ଯେଭଳି କି ଆମେ ଯେତେବେଳେ ମଧ୍ୟ ଆପଣମାନଙ୍କ ସେବାରେ ଏଇଭଳି ତନ୍ତ୍ରମନ୍ତ୍ର ଭିଡ଼ିଓ ଅପଲୋଡ଼ କରିବୁ, ତାର ସର୍ବପ୍ରଥମ ନୋଟିଫିକେସନ ଆପଣଙ୍କ ପାଖରେ ପହଞ୍ଚିବ ଏବଂ ସେ ସବୁକୁ ଆପଣମାନେ ସର୍ବଦୂର ଦେଖିକରି କିଛି ଜ୍ଞାନ ଆହରଣ କରିପାରିବେ। ତେବେ ଫ୍ରେଣ୍ଡସ୍, ଏବେ ଆସୁ ନଜର ପକାଇବା ଏହି ସରଳ ବଶୀକରଣ ବିଧାନ, ଯାହା ମାଧ୍ୟମରେ କି ଆପଣଙ୍କର କୌଣସି ନୂତନ ରିଲେସନସିପ୍ ଯାହାକି ଆପଣଙ୍କର ସତତ ପ୍ରୟାସ ସତ୍ତ୍ୱେ ଆରମ୍ଭ ହୋଇପାରୁନାହିଁ, ତାହା ତତ୍କାଳ ଆରମ୍ଭ ହେବା ପାଇଁ ଲାଗିବ। ବ୍ରେକଅପ୍ ସମସ୍ୟା ଥିଲେ ତାହାର ତୁରନ୍ତ ପୁନରୁଦ୍ଧାର ହୋଇପାରିବ। ଆପଣମାନଙ୍କର ଏହି ପ୍ରୟୋଗ ବିଧିଟିକୁ ଯେକୌଣସି ଶୁକ୍ରବାର ହିଁ ପ୍ରୟୋଗ କରିବେ। ଶୁକ୍ରବାର ଆପଣଙ୍କର ଶୁକ୍ର ଗ୍ରହଙ୍କ ସହ ଜଡ଼ିତ, ଯିଏକି ଧନ, ଆକର୍ଷଣ ଏବଂ ପ୍ରେମର ପ୍ରତୀକାତ୍ମକ ଦେବତା ଅଟନ୍ତି। ଶୁକ୍ରବାର ଆପଣ ଯେତେବେଳେ ଏହି କ୍ରିୟାଟିକୁ କରୁଛନ୍ତି, ଶୁକ୍ର ଗ୍ରହଙ୍କର ବଳିଷ୍ଠ କୃପା ଆପଣଙ୍କ ଉପରେ ପଡ଼ିବା ପାଇଁ ଲାଗିବ। ନା ଯେ କେବଳ ଆପଣ ପ୍ରେମ ତତ୍ତ୍ୱରେ ଭରପୁର ହେବେ, ବରଂ ଏକ ତୀବ୍ର ତନ୍ତ୍ରୋକ୍ତ ସମ୍ମୋହନ ଆକର୍ଷଣ ଶକ୍ତିର ଅଧିକାରୀ ହେବା ସହ ଏହି କ୍ରିୟା ମାଧ୍ୟମରେ ମଧ୍ୟ ଆପଣଙ୍କର ଜୀବନରେ ସୁଖ ଶାନ୍ତି, ଧନ ଐଶ୍ୱର୍ଯ୍ୟ ବିଳାସ ବେସନ ଆସିବ। ତେବେ ଯେକୌଣସି ଶୁକ୍ରବାର ଦିନ ଆପଣ ପୂର୍ବାହ୍ନ ଭିତରେ ସ୍ନାନ ଶୌଚ ଶୁଦ୍ଧପୂତ ହୋଇକରି ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଖ କରିକିରି ପଦ୍ମାସନ ପକାଇକି ବସନ୍ତୁ। ତେବେ ଆପଣ ଧଳା ବସ୍ତ୍ରକୁ ପରିଧାନ କରିବାର ଅଛି। ସମ୍ପୂର୍ଣ୍ଣ ଭାବରେ ଧଳା ବସ୍ତ୍ରକୁ ଧାରଣ କରି ଏକ ଧଳା ଆସନ ଉପରେ ଆପଣ ଉପବେଶନ ହୋଇକରି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରିକିରି ଧ୍ୟାନସ୍ଥ ଭାବରେ ବସନ୍ତୁ ଏବଂ ଆପଣଙ୍କର ଦୁଇ ହାତ ପାପୁଲିରେ ଏକ କୁଙ୍କୁମର ମାଳା, ଯାହାକି ପୂଜା ସାମଗ୍ରୀ ଦୋକାନରେ ମିଳିବ, ତାକୁ ସଂଗ୍ରହ କରିକି ଆଣିକି ପୂର୍ବରୁ ରଖିଥିବେ। ଦୁଇ ହାତ ପାପୁଲିରେ ତାକୁ ରଖିକରି ଏଇ ଯେଉଁ କ୍ଷୁଦ୍ର ମନ୍ତ୍ର କହୁଛି, ସେଇ କ୍ଷୁଦ୍ର ମନ୍ତ୍ରକୁ ଆପଣ ସେଇଠି 11 ବାର ଉଚ୍ଚାରିତ କରିବେ। ତେବେ ମନ୍ତ୍ରଟିକୁ 11 ବାର ଉଚ୍ଚାରିତ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ସ୍ମରଣାର୍ଥେ ଧ୍ୟାନ ପୂର୍ବକ ତାଙ୍କର ଚେହେରାକୁ ନିଜର ମନ ଭିତରକୁ ଆଣି ଏବଂ ନିଜର ମନସ୍କାମକୁ ରଖିକରି ଆପଣ 11 ବାର ତାଙ୍କର ନାମକୁ ସ୍ମରଣ କଲା ପରେ ହିଁ ଆପଣ ଏହି ମହାମନ୍ତ୍ରଟିକୁ 11 ବାର ଉଚ୍ଚାରିତ କରିବେ। ଏବଂ ମନ୍ତ୍ରଟିକୁ ଯେତେବେଳେ ଆପଣମାନେ ଉଚ୍ଚାରିତ କରିସାରୁଛନ୍ତି, ସେହି କୁଙ୍କୁମର ମାଳା ସହ ଗୋଲାପ ଫୁଲର ଏକ ଅତର, ଯାହାକି ଆପଣଙ୍କର ଯେକୌଣସି ଅତର ସାମଗ୍ରୀ ଦୋକାନରେ ମିଳିବ, ଏହି ଦୁଇଟି ଯାକ ଜିନିଷକୁ ମିଶାଇକରି କୌଣସି ଧର୍ମୀୟ ଅନୁଷ୍ଠାନ, ଯେପରିକି ମନ୍ଦିର, ମସଜିଦ୍ କିମ୍ବା ସେଭଳି ଧର୍ମ ସଭା ସ୍ଥାନ, ସେଠାରେ ନେଇକି ଆପଣଙ୍କର ପୁରୋଧାଙ୍କୁ ଦାନ କରିଦେଇକରି ଆସିବେ। ତେବେ ମନ୍ତ୍ରଟି ଆପଣଙ୍କର ଏଇଭଳି ରହିବ, ଅତ୍ୟନ୍ତ କ୍ଷୁଦ୍ର ମନ୍ତ୍ର, ଓଂ ହ୍ରିଂ ନମଃ। ମୁଁ ଆଉଥରେ କହିଦେଉଛି, ଓଂ ହ୍ରିଂ ନମଃ। ଏହି ମନ୍ତ୍ରଟିକୁ ଆପଣମାନେ ସେଇଠି 11 ବାର ଉଚ୍ଚାରିତ କରିବେ, ଦୁଇ ହାତ ପାପୁଲିରେ କୁଙ୍କୁମର ମାଳାକୁ ରଖିକରି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ନାମକୁ ମଧ୍ୟ ତା ପୂର୍ବରୁ 11 ବାର ଉଚ୍ଚାରିତ କରିଥିବେ। ତାଙ୍କର ଧ୍ୟାନ ପୂର୍ବକ ଆପଣମାନେ ଏହି ସୂକ୍ଷ୍ମ କ୍ରିୟାଟିକୁ ଯେକୌଣସି ଶୁକ୍ରବାର ଦିନ କରନ୍ତୁ। ଚମତ୍କାର କ'ଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିବେ। ପ୍ରେମ ପ୍ରଣୟର ସମ୍ପର୍କରେ ଯଦି ଆପଣ ବ୍ୟଥିତ ଅବସ୍ଥାରେ ଥାଆନ୍ତି, ନିଶ୍ଚିତ ଭାବରେ ତାହା ସଂଗଠିତ ହେବ। ଆପଣମାନଙ୍କ ଜୀବନରେ ଖୁସିର ଝଲକ ଖେଳିବା ପାଇଁ ଲାଗିବ। ଭିଡ଼ିଓଟି ପସନ୍ଦ ଆସୁଥିଲେ ଲାଇକ୍ କରନ୍ତୁ, ସାଙ୍ଗସାଥି ମହଲରେ ଯଥେଷ୍ଟ ମାତ୍ରାରେ ସେୟାର କରନ୍ତୁ, ଯେଭଳିକି ଏହି ସନ୍ଦେଶ ସମସ୍ତଙ୍କ ପାଖରେ ପହଞ୍ଚିବ। ସମସ୍ତଙ୍କ ମୁଖରେ ହସ ଫୁଟିଲେ ଆପଣଙ୍କ ମୁଖରେ ମଧ୍ୟ ହସ ଫୁଟିବ। ଭିଡ଼ିଓର କ୍ଷୁଦ୍ର ପରିସର ମଧ୍ୟରୁ ମୋତେ ଏଇଠି ଆଜି ବିଦାୟ ଦିଅନ୍ତୁ। ପୁଣି ଆପଣମାନଙ୍କ ସହ ଦେଖା ହେବ ଏଇଭଳି ଏକ ଶିକ୍ଷଣୀୟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ମଙ୍ଗଳମୟଙ୍କ କୃପାରୁ ଭଲରେ ଥାଆନ୍ତୁ। ରହୁଛି।